ଆସିବ ଏହି ଶୀତ ସକାଳର ଏହି ମଞ୍ଚାସୀନ ଆମର କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଯତୀନ ସାର୍, ଆମ ଡିପାର୍ଟମେଣ୍ଟର ମୁଖ୍ୟ ପ୍ରଭାକର ସାହୁ ସାର୍ ଏବଂ ଅଧ୍ୟାପକ ମଧୁସୂଦନ ସାର୍ ଏବଂ ମୋ ସମ୍ମୁଖରେ ବସିଥିବା ସମସ୍ତ ଅଧ୍ୟାପକ ଅଧ୍ୟାପିକାବୃନ୍ଦ ଏବଂ ମୋର ସହପାଠୀଗଣ। ମୁଁ ଅଭିଷେକ ପାଣିଗ୍ରାହୀ ଟ୍ରଷ୍ଟି ଦଶମ ବର୍ଷର ଛାତ୍ର। ମୋତେ ଏହି ବିଦ୍ୟାଳୟ ସଭାରେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରି ମୋର ବକ୍ତବ୍ୟ ରଖୁଛି। ସଂସାର ଦୁଇଟି ଶବ୍ଦ, ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ସଦୃଶ, ଗୋଟିଏ ହେଉଛି ସ୍ୱାଗତ ଏବଂ ଅନ୍ୟଟି ହେଉଛି ବିଦାୟ। ଯେତେବେଳେ ଜଣକୁ ଆମେ ସ୍ୱାଗତ କରୁ ସେତେବେଳେ ମନ ଯେତିକି ଖୁସି ଥାଏ, ଜଣକୁ ଯେତେବେଳେ ବିଦାୟ ପ୍ରଦାନ କରୁ ସେତେବେଳେ ମନ ବହୁତ ଦୁଃଖ ଥାଏ। ମାତ୍ର ଆମେ ସମସ୍ତେ ଜାଣିଛେ ସମୟ ହେଉଛି ସମୟ ଏବଂ ଜୁଆର କାହାକୁ ଅପେକ୍ଷା କରେ ନାହିଁ। ଏହି କାଳର ଅପେକ୍ଷା ଗତି ସାଥେ ସାଥେ ସମୟ ଆସି ପହଞ୍ଚିଯାଏ। ଠିକ୍ ଯେମିତି ଆଜି ଆସି ପହଞ୍ଚି ଯାଇଛି, କିନ୍ତୁ ଆଜିର ଦିନକୁ କେହି ହେଲେ ଅପେକ୍ଷା କରିନଥିଲା କି ମଧ୍ୟ ଖୋଜି ନଥିଲା। ସେଦିନ ଥିଲା 2019 ମସିହା ଡିସେମ୍ବର ମାସ 3 ତାରିଖ, ଯେଉଁଦିନ ଏହି କଲେଜ ଶ୍ରୀମତୀ ସୁଶ୍ରୀ ସଙ୍ଗୀତା ମ୍ୟାଡାମଙ୍କୁ ପ୍ରାଣୀ ବିଜ୍ଞାନର ଅଧ୍ୟାପିକା ହିସାବରେ ପାଇଥିଲା। ସେଦିନ ସମସ୍ତଙ୍କ ମନରେ ଥିଲା ଆନନ୍ଦ, ଆଖିରେ ଥିଲା ଜସିନା ଏବଂ ଛାତିରେ ଥିଲା ପୁଲକିତ ସ୍ପନ୍ଦନ। ମାତ୍ର ଆଜି ବିଦ୍ୟାଳୟ ସଂଗଠନ ସଭାରେ ସମସ୍ତଙ୍କ ମନରେ ରହିଛି ଦୁଃଖ, ଆଖିରେ ରହିଛି ଲୁହ ଏବଂ ଛାତିରେ ରହିଛି କୋହ। ଆଜି ଏହି କଲେଜରୁ ଆପଣ ବିଦାୟ ନେଇଥିଲେ ମ୍ୟାଡାମ, କିନ୍ତୁ ଆପଣ ଆମ ହୃଦୟରୁ ବିଦାୟ ନେଇପାରିବେ ନାହିଁ। ଆପଣ ଅନ୍ୟ କଲେଜ ଯାଇ ଆପଣଙ୍କର ପାଠପଢ଼ାକୁ ବଜାୟ ରଖିବେ, ହେଲେ ଆପଣଙ୍କର ସେଇ ବ୍ୟସ୍ତତା ଭିତରେ ଆମକୁ ଭୁଲିଯିବେ ନାହିଁ। ଆପଣ କାହାଠୁ କଣ ଶିଖେଇଛନ୍ତି ମୁଁ କହିପାରିବି ନାହିଁ, କିନ୍ତୁ ମୋର ଏହି କିଛି ଦିନ ଭିତରେ ଆପଣ ମୋତେ ବହୁତ କିଛି ଜିନିଷ ଶିଖେଇଛନ୍ତି। ଆପଣ ମୋତେ ଶିଖେଇଛନ୍ତି ସେମିନାର ଶେଷରେ ପ୍ରଶ୍ନ ପଚାରିବା, ଆପଣ ମୋତେ ଶିଖେଇଛନ୍ତି ମୋବାଇଲ ଫୋନ ବ୍ୟବହାର କରିବା, ଆପଣ ମୋର ଲକ୍ଷ୍ୟସ୍ଥଳକୁ ନେଇ ଆଗକୁ ବଢ଼ିବାର ପ୍ରଣାଳୀ ଶିଖେଇଛନ୍ତି। ମୁଁ ଯେତେବେଳେ ପ୍ରଥମ କ୍ଲାସ ଆପଣଙ୍କର କରିଥିଲି ସେତେବେଳେ ମୋତେ ବହୁତ ଡର ମାରୁଥିଲା, ମାତ୍ର ଆପଣ ଯେତେବେଳେ ସମସ୍ତଙ୍କୁ ପଚାରିଥିଲେ ନିଜ ଜୀବନ ଲକ୍ଷ୍ୟ ବିଷୟରେ ମୋତେ ମଧ୍ୟ ପଚାରିଥିଲେ ଏବଂ ମୁଁ ସେତେବେଳେ ଖୁସି ହେଇ କହିଥିଲି ମୁଁ ଗୋଟେ ହାଇସ୍କୁଲ ଟିଚର ହେବି। ମାତ୍ର ସେତେବେଳେ ମୋ ଲକ୍ଷ୍ୟସ୍ଥଳକୁ ଆପଣ ଉଚ୍ଚ କରିଦେଇଥିଲେ ଏବଂ କହିଥିଲେ ଗାଁକୁ ଜଣେ କଲେଜ ଅଧ୍ୟାପକ ହେବ। ଏପରି ଶୁଣି ମୋତେ ବହୁତ ଖୁସି ଲାଗିଥିଲା ଏବଂ ମୁଁ ଆଜି ଏଠାରୁ ଆପଣଙ୍କର ଆଶୀର୍ବାଦ ଭିକ୍ଷା କରିଛି, ଯେମିତି ମୁଁ ଆଗକୁ ଯାଇ ଗୋଟେ କଲେଜ ସତରେ ଆପଣଙ୍କର ଅଧ୍ୟାପକ ହୋଇପାରେ। ଏବଂ ମୋତେ ଭଲ ଲାଗେ ଆପଣଙ୍କର ସମୟ ଉପସ୍ଥିତା, ମୋତେ ଭଲ ଲାଗେ ଆପଣଙ୍କର ଶ୍ରଦ୍ଧା ସ୍ନେହ ଭଲ ପାଇବା, ମୋତେ ଭଲ ଲାଗେ ଆପଣଙ୍କର ମଧୁର ବଚନ, ମୋତେ ଭଲ ଲାଗେ ଆପଣଙ୍କର ପାଠ ପଢ଼ିବା ପ୍ରଣାଳୀ। ଯଦିଓ 3 ବର୍ଷ ଆମେ ଏଠି ରହିବା, ତଥାପି ମୁଁ ପ୍ରଥମ ଦିନ ଯେତେବେଳେ ଆସିଥିଲି ଆପଣଙ୍କ କ୍ଲାସ ଦେଖି ବହୁତ ଖୁସି ହେଇଯାଇଥିଲି। ମୁଁ ଭାବିଲି 3 ବର୍ଷ ଭିତରେ ମୋର କିଛି ପ୍ରୋବ୍ଲେମ ହବନି। ମାତ୍ର ଆଜି ଯେତେବେଳେ ଆପଣ ଏଠି ବିଦାୟ ନେଉଛନ୍ତି, ଏକଥା ମୁଁ ଆଖିକୁ ବିଶ୍ୱାସ କରିପାରୁ ନାହିଁ। ଆଜି କାନ୍ଦୁଛି ଏହି କଲେଜ, ଆଜି କାନ୍ଦୁଛି ଏହି ଗଛଲତା, ଆଜି କାନ୍ଦୁଛି ଏହି ଘର, ଆଜି ସମସ୍ତଙ୍କ ମନରେ ହସ ଖୋଲି ରହିଛି ଲୁହ। ତେଣୁ ଆଉ ବିଶେଷ କିଛି କହୁ ନାହିଁ, ଖାଲି ଶେଷରେ ଖାଲି ଏତିକି କହିବି, ମୋ ତରଫରୁ ମୋ ବ୍ୟବହାର ଦ୍ୱାରା କିମ୍ବା ମୋର କୌଣସି କାରଣରୁ ଆପଣଙ୍କ ମନରେ ଯଦି କିଛି ତ୍ରୁଟି ପହଞ୍ଚିଛି ତେବେ ଆପଣଙ୍କ ଉଦାର ହୃଦୟରେ ମୋତେ କ୍ଷମା କରିଦେବେ। ଏତିକି କହି ମୋର ବକ୍ତବ୍ୟ